ମହୁମାଛି ଆକ୍ରମଣରୁ ରକ୍ଷା ପାଇବା ପାଇଁ ପାଣିରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା। ଜମନକିରା ବ୍ଲକ ଅନ୍ତର୍ଗତ ଗୁଲଜିପାଲି ଗ୍ରାମର ବାସୁଦେବ କିଷାନ ମହୁଲ ଫଳ ଗୋଟାଇଥିବା ସମୟରେ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ସେ ଜୀବନ ବଞ୍ଚିବା ପାଇଁ ଦୌଡ଼ି ଯାଇ ପାଖରେ ଥିବା ଏକ ନାଳରେ ପଶି ମୁଣ୍ଡଟିକୁ ବୁଡ଼ାଇ ରଖିଥିଲେ, କିନ୍ତୁ ମହୁମାଛି ତାଙ୍କ ଶରୀରକୁ ପ୍ରତ୍ୟେକ ଅଂଶକୁ କାମୁଡ଼ିଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ଏବଂ ପାଖରେ ଥିବା 2 ଜଣ ବ୍ୟକ୍ତି ତାଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ଫାସିମାଲ ଡାକ୍ତରଖାନାକୁ ଆଣିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜମନକିରା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେମାନେ ଅଲଗା ଆଣୁଥିଲେ, ମୁଁ ଅଲଗା ଆଣୁଥିଲି ନା ଉଡ଼େ ସାଲିକି ଆଲି ପାଣି ନେଇକି ଗଲି। ପାଣି ନେଇକିରି ବାକି ମାନେ କାହିଁ ଗଲି ବୋଲି ଦେଖିଲି ଯେ ନାହିଁ ଗଲେ ନଚକେ ଗଲି ବୋଲି ନଦୀ ସେ ମୁହଁଟା ବୁଡ଼ିକିରି ଥିଲେ ମାଛି ମାନେ ଚାବୁଥିଲେ। 2 ଜଣ ଡାକିଲି ଆଉ ଫେର ଡାକି ଘିଚିକିରି ବାହାର କଲୁ, ମାଛି ବି ମାରଲୁ। ହଁ ମୁହଁଟା ଖାଲି ବୁଡ଼ି ବୁଡ଼ି ଦେଇଥିଲେ।